ମୁଁ ସନରାଜଗଣ୍ଡ ନବରଙ୍ଗପୁର ଜିଲ୍ଲା କିଷାନ କଂଗ୍ରେସ ସଭାପତି। ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ଧାନ ମଣ୍ଡି ବୁଲିବା ପରେ ଚାଷୀଙ୍କର ଯେଉଁ ଦୟନୀୟ ଅବସ୍ଥା ଆମେ ଦେଖିଲେ ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଆମ ଜିଲ୍ଲାର ଅନ୍ନଦାତା ଆଜି ମଣ୍ଡିରେ ଶୋଉଛନ୍ତି, କିନ୍ତୁ ଏହି ଡବଲ ଇଞ୍ଜିନ ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି। ଆଜି ମୁଁ ସରକାର ଏବଂ ଶାସନ କଳକୁ ଖୋଲାଖୋଲି ଚାରୋଟି ପ୍ରଶ୍ନ ପଚାରୁଛି। ମଣ୍ଡିରେ କଟନୀ ଛଟନୀ ବାହାନାରେ କ୍ୱିଣ୍ଟାଲ ପିଛା 8ରୁ 9 କେଜି ଧାନ କାଟି ଚାଷୀଙ୍କୁ ଶୋଷଣ କରାଯାଉଛି। କେଉଁ ନିୟମରେ ଏହି ଲୁଟ୍ ଚାଲିଛି? ଶାସନ କଳ କାହା ସ୍ୱାର୍ଥରେ ଚୁପ୍ ରହିଛି? ତତ୍ସହ ଚାଷୀଙ୍କ ପାଖରେ ଜମି ଅଛି, ଧାନ ଅଛି, କିନ୍ତୁ ପଞ୍ଜୀକୃତ ଜମି ତୁଳନାରେ ବହୁତ କମ୍ ପରିମାଣରେ ଟୋକେନ୍ ଆସୁଛି। ଚାଷୀ ବାକି ଧାନ କ'ଣ କରିବ? ଅନେକ ଚାଷୀଙ୍କର ଆଜି ପର୍ଯ୍ୟନ୍ତ ଟୋକେନ୍ ମଧ୍ୟ ଆସିନାହିଁ। ଅଭାବୀ ବିକ୍ରି ପାଇଁ ସରକାର ବାଟ ଫିଟାଉଛନ୍ତି କି? ଅନ୍ୟ ଜିଲ୍ଲାରେ ପ୍ଲାଷ୍ଟିକ ବସ୍ତାରେ ଧାନ କିଣାଯାଉଛି, କିନ୍ତୁ ନବରଙ୍ଗପୁର ଜିଲ୍ଲାରେ ଅଖା ବସ୍ତାରେ ଧାନ ଆଣିବା ପାଇଁ ବାଧ୍ୟ କରାଯାଉଛି। ଅଖା ବସ୍ତାରେ ଧାନ ନ ଆଣିଲେ ଧାନ ଉଠାଯାଉନାହିଁ। ଏହା କ'ଣ ଚାଷୀଙ୍କୁ ହଇରାଣ କରିବାର ଏକ ନୂଆ ପ୍ରୟାସ? ଅନେକ ଦିନ ଧରି ଧାନ ମଣ୍ଡିରେ ଧାନ ପଡ଼ିକିରି ରହିଛି, କିନ୍ତୁ ଧାନ ଉଠୁନାହିଁ। ଶୀତ କାକରରେ ଚାଷୀ ହନ୍ତସନ୍ତ ହେଉଛନ୍ତି। ତେଣୁ ସରକାରକୁ ଅନୁରୋଧ କରୁଛୁ, 24 ଘଣ୍ଟା ଭିତରେ ସମସ୍ତ ଧାନ ମଣ୍ଡିର ଧାନ ଉଠାଯାଉ। ଆଉ ଯାହା ଯେଉଁ ଧାନ ଚାଷୀ ମଣ୍ଡିକୁ ଆଣିବେ ତାର ଧାନ 24 ଘଣ୍ଟା ଭିତରେ ଉଠାଇବାର ବ୍ୟବସ୍ଥା କରାଯାଉ। ମୁଁ ଏହି ମିଡ଼ିଆ ଜରିଆରେ ବିଜେପି ସରକାରକୁ ଚେତାଇ ଦେବାକୁ ଚାହୁଁଛି, ଚାଷୀର ଧୈର୍ଯ୍ୟର ପରୀକ୍ଷା ନିଅନ୍ତୁ ନାହିଁ। ଯଦି ତୁରନ୍ତ କଟନୀ ଛଟନୀ ବନ୍ଦ ନ ହୁଏ ଏବଂ ସମସ୍ତ ଧାନ ସଠିକ୍ ଭାବେ ଉଠା ନ ଯାଏ, ତେବେ ଆଗାମୀ ଦିନରେ ନବରଙ୍ଗପୁର ଜିଲ୍ଲାର ଚାଷୀ ତଥା କିଷାନ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ଏବଂ ଏହି ଶାସନ କଳକୁ ଉଚିତ ଜବାବ ଦେବ।